ପ୍ରତିଦିନ ପ୍ରତି ସୂର୍ଯ୍ୟାନ୍ତି ଜଗନ୍ନାଥ ଦର୍ଶନ କରି ବିଳମ୍ବିତ ପ୍ରହରୀ ରାତି ଘରକୁ ଫେରନ୍ତି। କିନ୍ତୁ ଗଲାବେଳେ ସାଙ୍ଗରେ ଶ୍ରୀମଦ ଭଗବତ ଗୀତା ବୈଠକ ନେଇକି ଯାଆନ୍ତି। ମା ଗରୁଡ଼ ସବୁ ପଛପଟେ ମହାପ୍ରଭୁଙ୍କ ପ୍ରତିଶୋଧ ଦର୍ଶନ ସାରି 22 ପାବଛରେ ବସି ଶ୍ରୀମଦ ଭଗବତ ଗୀତା ଭକ୍ତମାନଙ୍କୁ ସେ ପଢ଼ି ଶୁଣାନ୍ତି। ସେ ଏତେ ସୁନ୍ଦର ସାବলীଳ ଭାବରେ ଗୀତା ପଢ଼ି ଶୁଣାନ୍ତି, ଯେତେ ଶ୍ରଦ୍ଧାଳୁ ଜଗନ୍ନାଥ ମନ୍ଦିରକୁ ଫେରନ୍ତି ସମସ୍ତେ ସେଇଠି ଅଟକି ଯାଆନ୍ତି। ପଣ୍ଡିତରେ ଖଣ୍ଡମଣ୍ଡଳରେ କୋଉଠି ନା ସତେ ଯେମିତି ତାଙ୍କ କଣ୍ଠର ଅମୃତ ତାଙ୍କ ମୂଳ ନା ସୋମନାଥ ପଣ୍ଡା। କିନ୍ତୁ ଗୀତା ପଢ଼ି ଏତେ ଜନାଦୃତ ହେଇଗଲେ ଲୋକ ଆଉ ତାଙ୍କୁ କେହି ସୋମନାଥ ପଣ୍ଡା ବୋଲି ଡାକିଲେନି, ସମସ୍ତେ ଆଦରରେ ଡାକିଲେ ଗୀତା ପଣ୍ଡା। ଆପଣ ଯୁଆଡେ ଯିବେ ଶୁଣିଲେ ଗୀତା ପଣ୍ଡାଙ୍କ ପ୍ରଶସ୍ତି। ପ୍ରତିଦିନ 18 ଅଧ୍ୟାୟ ଗୀତା ଅର୍ଥ 700 ଶ୍ଲୋକ ସେ 22 ପାବଛରେ ବସି ଭକ୍ତମାନଙ୍କୁ ଶୁଣାନ୍ତି। ପ୍ରତିଶୋଧ ଯାଆନ୍ତି ବିଳମ୍ବିତ ସମୟରେ ସନ୍ଧ୍ୟା ପରେ ଘରକୁ ଫେରନ୍ତି। ସବୁଦିନ ମନ୍ଦିର ଯାଆନ୍ତି, ବିଳମ୍ବିତ ରାତିରେ ଘରକୁ ଫେରନ୍ତି। ଘରେ କିନ୍ତୁ ତାଙ୍କ ବ୍ୟତିକ୍ରମ ସବୁବେଳେ ମା ତାଙ୍କ ସ୍ତ୍ରୀ ସବୁବେଳେ ସେ ସ୍ୱାମୀ ସହିତ ଘଡ଼ି କରେ। ସକାଳୁ ଯାଇ ସଞ୍ଜରେ ଘରକୁ ଫେରୁଛି। ଘରେ କେମିତି ପିଲାଛୁଆ ଚଳିବେ, ଦି ପଇସା ରୋଜଗାର ହବ, ସେ କଥା ତାଙ୍କର ସେ ଜାଣେ। ଆଜି ଘରକୁ ଆସ, ଆଜି ସେ ଘରକୁ ଆସନ୍ତି। ସହିତ ମୋର ଶେଷ କଥା ଏମିତି ବାହାର ବୁଲି ଗଲା କେମିତି ପିଲା ଛୁଆ ଚଳି ଦିନେ ଦିନେ ଦାଣ୍ଡ ଦୁଆରେ ଜଗିକି ଠିଆ ହେବେ, ଘରେ ଭର୍ତ୍ତି କରିଦେବି। ସ୍ୱାମୀର ଫେରିବା ରାସ୍ତାରେ ଅପେକ୍ଷା କରିଛି ପିତା ପଣ୍ଡାର ସ୍ତ୍ରୀ। ଇଏ ତ ପ୍ରଭୁର ସେବକ, ପାରମାର୍ଥିକ ଚିନ୍ତା ଚେତନା ଦେଇ ମନ୍ଦିରକୁ ଯାଆନ୍ତି। ସେଦିନ ସନ୍ଧ୍ୟା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ ସାରି ଶ୍ରୀମଦ ଭଗବତ ଗୀତା ବହିକୁ ଧରି ଆନନ୍ଦରେ ଘରକୁ ଫେରୁଛନ୍ତି। ପ୍ରତିଶୋଧ ଯାଇଥିଲେ ସନ୍ଧ୍ୟା ପରେ ଫେରିଲା ବେଳେ ଦାଣ୍ଡ ଦ୍ୱାରେ ଅପେକ୍ଷା କରିଛି। ଠିଆ ହବ ସକାଳୁ ଥିଲ ପାଟି ପଡିଗଲା କେମିତି କଣ ମରିଯିବ। ଆରେ ତମେ ତ ଜାଣ ସବୁଦିନ ଭଳି ଆଜି ମନ୍ଦିର ଯାଇଛ। ଦେଖା ଚିନ୍ତା କଲଣି ଦିଦି ହେଲା ଘର ଚୁଲି ଲାଗିଲାଣି। 3-3ଟା ପିଲାକୁ ନେଇ ମୁଁ କେମିତି ଚଳିବି? କାହିଁକି ତମେ ମତେ ମାଇକି ନେବାକୁ ସନ୍ତୁଳିକି କଣ ତମ କେସେ ପାଟି କରୁଛ? କଣ ମାଇକି ମାନେ ବସି ଟୁପୁଟା ବହୁଛ? ମୁଁ କାନ୍ଦାଇ ତମେ ଭଲ ମୋ ଘରେ ଚୁଲି ଲାଗିନି, ଚାଉଳ ଗୋଟେ ଦବ ଭାଇରୁ କୁହାଇଲା ଚୁପଚାପ ବସ। ମୋ ସ୍ୱାମୀ କି ମୁଁ ସବୁବେଳେ ତମେ କିଏ ଦୀପନ ଶୁଣିବା। କାଲିଠୁ ମନ୍ଦିର ଯିବା କଥା। କାଲି ସକାଳେ ଉଠିବ କାହା ଦ୍ୱାର ଯାଇ ମୂଲ ମଜୁର ଲାଗିବ। ମନ୍ଦିର ଯାଇପାରିବ ରାତି ପାରିବ ବଡ ଭାଇ ମୂଳ ମଜୁର ଲାଗିବ। 5-50 ରୋଜଗାର କରିବ। ରୋଜଗାର ରୋଜଗାର କଲେ ଡାଲି ଚାଉଳ ତେଲ କିଣା ହେଲେ ମୋ ପିଲା ତରକାରୀ ଖାଇବ। ଆଉ ମୋ କଥା ମାନ ଯଦି କାଲିଥର ମନ୍ଦିର ଯା ଆଉ ପରିସ୍ଥିତି ଭଲ ହବ। ଘରେ ନିଆଁ ଲଗାଇଲେ ସବ ଆନନ୍ଦ ତାର ପାଣି ଫଟକା ବୋଳି ପଡିଗଲା। ଏତେ ଖୁସିରେ ମନ୍ଦିରରୁ ଫେରିଥିଲା, ସମସ୍ତ ଆନନ୍ଦ ତା ସ୍ତ୍ରୀ ଅଗ୍ନିବର୍ଷୀ କଥାରେ ଝଡ଼ି ମିଳିଗଲା। ସ୍ତ୍ରୀ ମନା କରିଦେଇଛି କାହିଁକି ମନ୍ଦିର ଯାଇପାରିବନି। ରାତିରେ ଆଉ ନା ଆଖିକି ନିଦ ଆସୁଛି ନା ଭୋକ ଲାଗୁଛି। ସେଇ ଅନିର୍ଦ୍ଦିଷ୍ଟ ରଜନୀରେ ମା ଘରେ ବସି ଚିନ୍ତା କଲା ସେଦିନର ଗୀତା ପୋଷା କଲା। ମୁଁ ତୋର ଚରଣ ସେବକ, ପ୍ରତିଦିନ ତୋତେ ଦର୍ଶନ କଲେ ମୋ ମନରେ ଗୋଟେ ପରମାନନ୍ଦ ଉଦ୍ରେକ ହୁଏ। ହେଲେ କାଲି ଠାରୁ ମୁଁ ତ ଆଉ ମନ୍ଦିର ଯାଇପାରିବିନି, କି ତୋତେ ଦର୍ଶନ କରିପାରିବିନି। ତୋ 22 ପାବଛରେ ବସି ଭକ୍ତମାନଙ୍କୁ ଦୁର୍ବଳ ଗୀତା ଶୁଣେଇ ପାରିବି। ହେ ମହାପ୍ରଭୁ, ହେ ବିଶ୍ୱଜିତା, ସଂସାରରେ ଯେତେ ବଡ଼ ଦୁଃଖ ଆସୁ ମୁଁ ସହିବି, ହେଲେ ତୋ ଦର୍ଶନ ବିନା ପ୍ରଭୁ ମୁଁ ବଞ୍ଚି ପାରିବିନି। এই অন্তর ভাবকু জগন্নাথ উদ্দেশ্যে জଣାଉଛନ୍ତି ଗୀତା ପଣ୍ଡା। ଗୋଟେ ଗୋଟେ ଚୌପଦୀ ଆଉଛି ଆପଣ ମାନଙ୍କୁ ନୟାଗଡ଼ ଖଣ୍ଡପଡ଼ା ପ୍ରଚଣ୍ଡ ବିବାହ ପଠାଣି ସାମନ୍ତ ମଝିଆକୁ ଗଦାଧର ସିଂ ସାମନ୍ତ ଗୀତା ପଣ୍ଡା ସେଇ ଅନ୍ତର ବ୍ୟଥାକୁ ଜଗନ୍ନାଥକୁ ଜଣେଇଲା ଗଲା ପ୍ରଭୁ ତ ସବ ଜାଣିଲା ଗଲା ଆଉ କଣ ଜଣେଇବି ଆଉ ଏଣିକି କିସ ଜଣାଇଲେ ଅଛି ତ
বসি অন্তর্যথা অন্তর আভিমুখ্য জনৌছি প্রভু ମୋ ଜୀବନରେ ଯେତେ ବଡ଼ ଦୁଃଖ ଆସୁ ମୁଁ ସହିବି ତୋ ଦର୍ଶନ ବିନା ପ୍ରଭୁ ମୁଁ ଗୋଟେ ବଞ୍ଚି ପାରିବିନି ଏଇଟା ମୋ ପାଇଁ ସବୁଠାରୁ ଗୋଟେ ବଡ଼ ଏ ବିଶ୍ୱ ଚିନ୍ତାମଣି জীবনের যেতে দুঃখ আত্ম সহিবি যদি কালি তোর দর্শন নমিলে কালি মু যদি মন্দির ন যাই পারে ଆଉ ଗୋଟେ ବଞ୍ଚେଇ କାହିଁକି ବଞ୍ଚେଇ ରଖିବୁ ମୁଁ ତୋ ପାଦ ତଳେ ନିବେଦନ କରୁଛି ଏ ବିଶ୍ୱ ଚିନ୍ତାମଣି ଅଲଢା ଜୀବନ প্রার্থনা করছি তো দর্শন নমিলে কଣ କରିବୁ সুদর্শন দেবু ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନ୍ତର ଆବେଗକୁ ଜଣେଇ ବିନିଦ୍ରରେ ସେମିତି ରାତି ବିତିଛି ସ୍ତ୍ରୀର ଲାଗି ଆଉ ସେ ମନ୍ଦିର ଯାଇପାରିବନି ରାତି ପାଇବା ଅବ୍ୟବହିତ ପୂର୍ବରୁ ଗୀତା ପଣ୍ଡା ଚିନ୍ତା କଲେ ମନ୍ଦିର ତ ଆଉ ଯାଇପାରିବେନି ପର ଘରେ ଯାଇ ଗୋଟେ ମୁଲମୁଲି ଲାଗିବାକୁ ମତେ ହବ ହେଲେ ମୁଁ ଭାବୁଛି ପ୍ରତ୍ୟୁଷରୁ ସ୍ନାନ ସାରି ଦେଇ ମନ୍ଦିର ନ ଗଲେ ନାହିଁ ନିଜ ଠାକୁର ଘର ଅନ୍ତତଃ ଟିକେ ଠାକୁର ପୂଜା କରିଦେଇ ମୁଲମୁଲି ଲାଗିବାକୁ ଯିବି ଯେ ପ୍ରଭୁର ସେବକ ପ୍ରଭୁ ସେବା ନ କଲେ ଟିକେ ମନଟା ବୁଝିବ ସେଦିନ ପ୍ରଭାତ ଅବ୍ୟବହିତ ପୂର୍ବରୁ ପ୍ରତ୍ୟୁଷରୁ ସ୍ନାନ ସାରି ଦେଇ ଠାକୁର କହିବା ଠାକୁର ପୂଜା କରୁଛନ୍ତି ଗୀତା ପଣ୍ଡା ଠାକୁର ପୂଜା କଲାବେଳେ ଘଣ୍ଟିଟି ବାଜି ସ୍ତ୍ରୀ ଉଠି ସାରିଥିଲା ତା କାନରେ ବାଜିଗଲା ଠାକୁର ଘରେ ବସି ଘଣ୍ଟି ବଜାଉଛି କାଲି ଏତେ କରିକି ମନା କଲେ ରାତି ପାଇଲେ ମୁଣ୍ଡ ବୁଝି ଲାଗିବ ଯିବ ଠାକୁର ଘରେ ବସି ଘଣ୍ଟି ବଜେଇଲାଣି ଠାକୁର ପୂଜା ସରିବା ପରେ ଗୀତା ପଣ୍ଡା ବିଚାର କଲେ 6 ଦିନ 18 ଅଧ୍ୟାୟ ଗୀତା ମନ୍ଦିରରେ ପଢି 700 ଶ୍ଲୋକ ପଢି 18 ଅଧ୍ୟାୟ ଗଲା ନାହିଁ ଗୋଟିଏ ଗୋଟିଏ ଗୀତା ଶ୍ଲୋକ ପଢିଲେ ନ ଗଲେ ମନଟା ବୁଝିବ ପ୍ରଭୁର ସମର୍ପିତ ପ୍ରଭୁ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଶ୍ରୀମଦ ଭଗବତ ଗୀତା ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଲୋକଟି ପଢିବାକୁ ଯାଉଛନ୍ତି ଗୀତା ପଣ୍ଡା କଣ କହିଲେ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଲୋକଟା ପଢିବାକୁ ଯାଉଛି କଣ କହିଲେ ये धर्म क्षेत्रे कुरुक्षेत्रे କଣ ଗୀତା ପଢିବା ଆରମ୍ଭ କଲାଣି ମତେ ଯେତେ ମାଠ ହଉଛୁ ମାଠ ହେଲା ମୁଁ ସେଇ ଝାଡୁ ମୁଠାଟା ମୋ ଘର କୁଆଡେ ଗଲା ଝାଡୁ ମୁଠାଟା ଝାଡୁ ମୁଠା ଧରିବା ସାଞ୍ଚଳି ମୁଠା ଧରି ଆସିକି ଠାକୁର ଘର ଦୁଆର ବନ୍ଦ କରି ଦିଆ ଇଏ ତ ପ୍ରଭୁ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ସବ କଥା ଭୁଲିଗଲେ ଗୋଟାଏ ପରେ ଗୋଟାଏ ଶ୍ଲୋକ ପଢୁ ପଢୁ ଆଜ୍ଞା ପ୍ରଥମ ଅଧ୍ୟାୟ ସରିଗଲା ସ୍ତ୍ରୀ ଯେ କଣ କହୁଛି ସବ ଭୁଲିଗଲେ ସେଇ ହଉଛି ଭକ୍ତର ଲକ୍ଷଣ ସମ୍ପୂର୍ଣ୍ଣ ଭାବରେ ନିଜକୁ ପ୍ରଭୁ ପାଖରେ ସମର୍ପିତ ହେଇଗଲେ ଅଛି କି ନାହିଁ ନିଜ ଏମିତି ପଢୁ ପଢୁ ଗୋଟେ ଅଧ୍ୟାୟ ଗଲା ଦ୍ୱିତୀୟ ଅଧ୍ୟାୟ ଗଲା ତୃତୀୟ ଅଧ୍ୟାୟ ଗଲା କ୍ରମେ ଏମିତି 8 ଅଧ୍ୟାୟ ସରିଗଲା ଯେତେ ଡେରି ହେଲା ରାତିରେ ରାଗ ସେତେ ବଢିଆ ଇଏ ବୋଧେ ଆଉ ମୁଣ୍ଡ ମଝି ଲାଗେ ଆଉ ଯିବନି ପୃଷ୍ଠା ପରେ ପୃଷ୍ଠା ମନେ ଟିକେ ଚାଲିଛି ଦିନ 9ଟା ବାଜିଲାଣି ବସି ଗୀତା ପଢୁଛି ନା ମୁଁ ଆଉ ଅଟକି ରହିପାରିବି 8 ଅଧ୍ୟାୟ ପରେ କ୍ରମେ 9ମ ଅଧ୍ୟାୟ